ଆଜ୍ଞା ମହାମୂର୍ଖ ଥିଲେ କାଳିଦାସ ବୋଲି ଆମ ଶାସ୍ତ୍ର ପ୍ରମାଣ ଦେଇଛନ୍ତି। ମହାମୂର୍ଖ ଥାଇ ମଧ୍ୟ କଉ କର୍ମ ସମ୍ପାଦନ କରି ମହାକବି କାଳିଦାସ ବିଦ୍ୱାନ ପଣ୍ଡିତ ଭାବରେ ଗଣା ହେଲେ। ତେବେ ଆମ ଶାସ୍ତ୍ର ପ୍ରମାଣ ଦେଇଛନ୍ତି ଗୁଡ଼ା ନଦୀରେ ସ୍ନାନ କରିବା ଦ୍ୱାରା ସକଳ ଜ୍ଞାନ ପ୍ରାପ୍ତ ହେଲା କାଳିଦାସଙ୍କର। ତେବେ ଆଶ୍ଚର୍ଯ୍ୟ ଲାଗେ, ଆଜି ଯଦି ଯେତେ ମୂର୍ଖ ଅଛନ୍ତି, ଯେତେ ମୂର୍ଖ ଯାଇ ଯଦି ସେ ନଦୀରେ ସ୍ନାନ ସାରିଦେବେ, ତେବେ ସେ ନଦୀରେ ସ୍ନାନ କରିବା ଦ୍ୱାରା ତାଙ୍କୁ ଜ୍ଞାନ ପ୍ରାପ୍ତ ହେବ, ମହାଜ୍ଞାନୀରେ ଗଣା ହେବେ। ତେବେ କେମିତି ଭାବରେ କେଉଁ ନଦୀରେ ସ୍ନାନ କରିବା ଦ୍ୱାରା ମୂର୍ଖ କାଳିଦାସ ମହାପଣ୍ଡିତ ବିଦ୍ୱାନରେ ଗଣା ହେଲେ? ଆସନ୍ତୁ ଜାଣିବା କେମିତି ଭାବରେ ମହାକବି କାଳିଦାସ ହୋଇଛନ୍ତି। ସେ ମହାମୂର୍ଖ ଥିଲେ, କେମିତି ଭାବରେ ଏ ପ୍ରକାର ବିଶେଷ ଜ୍ଞାନ ପ୍ରାପ୍ତ ହେଲେ କାଳିଦାସ। ପୁରୁଣା ପୃଷ୍ଠାକୁ ମୁଁ ଲୋଟଉଛି। ପୁରାଣର ପୁରୁଣା ପୃଷ୍ଠାରେ ଆମେ ଦେଖିବା ସେତେବେଳର ଘଟଣା। ଆଜ୍ଞା ଭୋଜରାଜ କନ୍ୟା ବିଦ୍ୟାବତୀଙ୍କ ପାଇଁ ସ୍ୱୟଂବର ସଭାର ଆୟୋଜନ କରିବେ ବୋଲି ରାଜା ଯେତେବେଳେ ସ୍ଥିର କଲେ, ବିଦ୍ୟାବତୀ ବାରଣ କରିଥିଲେ। ସବୁ ବିଦ୍ୟାର ସେ ପାରଙ୍ଗମ ଥିଲେ, ସବୁ ବିଦ୍ୟାକୁ ହାସଲ କରିଥିଲେ, ସାଧନ କରିଥିଲେ ବିଦ୍ୟାବତୀ। ତେଣୁ ସେ ପଣ ରଖିଥିଲେ, ମୋତେ ଯିଏ ମୋର ପ୍ରଶ୍ନର ଉତ୍ତର ଦେଇପାରିବେ ବା ମୋତେ ଜ୍ଞାନରେ ଯିଏ ପରାସ୍ତ କରିବେ, ମୁଁ ତାଙ୍କୁ ହିଁ ବିବାହ କରିବି। ବିଭିନ୍ନ ଦେଶରୁ ଏ କଥା ଯେତେବେଳେ ରାଜା ଘୋଷଣା କରିଦେଲେ, ବିଭିନ୍ନ ଦେଶରୁ ଆଜ୍ଞା ପଣ୍ଡିତ ପ୍ରାଜ୍ଞ ବି ସବୁ ଆସି ପହଞ୍ଚିଲେ। ବିଦ୍ୟାବତୀଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ମହାପଣ୍ଡିତ ଆସି ପହଞ୍ଚିଲେ। ହେଲେ ଏମିତି ଜ୍ଞାନର ଅଧିକାରୀ ଥିଲେ ଆଜ୍ଞା ବିଦ୍ୟାବତୀ। ସମସ୍ତେ ପରାସ୍ତ ହେଲେ। ବିଦ୍ୟାବତୀଙ୍କର କୌଣସି ପ୍ରଶ୍ନର ଉତ୍ତରକୁ ମଧ୍ୟ ସେ ପ୍ରଦାନ କରିପାରିଲେ ନା। ଶେଷରେ ପଣ୍ଡିତମାନଙ୍କୁ ଭାରି ବାଧିଲା। ସେ ଦିନକରେ ରାସ୍ତାରେ ଯାଉ ଯାଉ ଦେଖିଲେ ଆଜ୍ଞା କ'ଣ କରିଛି, ଜଣେ ସୁଲଭ ଯୁବକ କ'ଣ କରିଛି। ବିଏସ୍ ଆଜ୍ଞା ଗଛ ଡାଳରେ ଗୋଟିଏ ବଡ଼ ଗଛକୁ ଉଠିଛି, ସେ ଗଛ ଡାଳରେ କି ବସିଛି, ଯେଉଁ ଡାଳରେ ବସିଛି ସେଇ ଡାଳକୁ ଆଜ୍ଞା କାଟି ଚାଲିଛି ସେ ଯୁବକ ଜଣକ। ପଣ୍ଡିତମାନେ ଯେଉଁ ଫେରୁଥିଲେ ଆଜ୍ଞା ଭୋଜରାଜଙ୍କ ଦରବାରରୁ, ଅନେଇ ଦେଲେ, ଆଶ୍ଚର୍ଯ୍ୟ କଥା ଦେଖିଲେ। କହିଲେ ଆରେ ଯେଉଁ ଡାଳରେ ବସିଛି ସେଇ ଡାଳଟିକୁ କାଟୁଛି, ଇଏ ବୋଧେ ଭାରି ବୋକା, ୟା ପାଖରେ ସେମିତି ଜ୍ଞାନ କିଛି ନାହିଁ। କହିଲେ ଏ ବାବୁରେ ତୁ କ'ଣ କରୁଛୁ? ନା ଯେଉଁ ଡାଳରେ ବସିଛି ସେଇ ଡାଳଟାକୁ କାଟି ଦେଉଛି, ଆଉ କ'ଣ କରୁଛି? କହିଲେ ସେଇ ଡାଳ ଯେତେବେଳେ ତଳେ ପଡ଼ିବ ତୁ ବଞ୍ଚିବୁଟି। କହିଲା ଏ ଡାଳ କାଟି ସାରିଲା ପରେ ଡାଳ ତ ତଳକୁ ଓହ୍ଲେଇବ, ଡାଳ ସଙ୍ଗରେ ମୁଁ ଓହ୍ଲେଇଯିବି, ମୋର କ'ଣ କ୍ଷତି ହେବ କି? ପଣ୍ଡିତମାନେ କଥୋପକଥନ ଦ୍ୱାରା ଜାଣିଗଲେ ଇଏ ମୂର୍ଖ, ନିକଟରେ ଜ୍ଞାନ ଧ୍ୟାଛି ନାହିଁ। ତେଣୁ ଇଏ ଥିଲା ଆଜ୍ଞା କାଳିଦାସ। କାଳିଦାସଙ୍କୁ ଡାକିଲେ, ବାବୁରେ ଆସ 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 ଓହ୍ଲେଇ ଆସ। କାଳିଦାସଙ୍କ ସହିତ ବାକ୍ୟ ଆଳାପ କରି ଜାଣିଲେ ଇଏ ହେଉଛି ମହାମୂର୍ଖ। ତେଣୁ ଏ ବିଦ୍ୟାବତୀ ନିକଟରୁ ଯେଉଁ ପ୍ରକାର ଅପମାନିତ ହୋଇ ପଣ୍ଡିତମାନେ ଫେରିଛନ୍ତି, ଚିନ୍ତା କଲେ ଏଇ ପ୍ରକାର ମୂର୍ଖଟାକୁ ନେଇ ନିଶ୍ଚିତ ଭାବରେ ତା ପାଖରେ ପହଞ୍ଚେଇ ଦେବା, ଗୋଟା କୌଶଳ କରିବା। ତାପରେ ବିଦ୍ୟାବତୀ ନିଶ୍ଚିତ ଭାବରେ ଠକିବ ବା ହାର ମାନିବ। ଏଇ କଥା ଚିନ୍ତା କରି କାଳିଦାସଙ୍କୁ ବୁଝେଇ ସୁଝେଇଲେ, ତୋତେ ବିବାହ କରିବା ପାଇଁ ତ ବିବାହ ବୟସ ହେଲାଣି, କ'ଣ ବିବାହ କରିବା ପାଇଁ ଇଚ୍ଛା ତୋର ନାହିଁ? ନା ମୋତେ ବା କିଏ ବିବାହ ହେବ? ଯଦି ତୁ ବିବାହ କରିବା ପାଇଁ ଚାହୁଁଛୁ ଆମ ସଙ୍ଗରେ ଚାଲେ, ତୋତେ ଆମେ ରାଜକନ୍ୟା ସହିତ ବିବାହ କରେଇଦେବୁ। କାଳିଦାସ ଇଏ ତ ଆଜ୍ଞା ମହାମୂର୍ଖ, ଚିନ୍ତା କଲା ଠିକ୍ ଅଛି, ଇଏ ପଣ୍ଡିତମାନେ ଯେତେବେଳେ କହୁଛନ୍ତି ମୋତେ ରାଜକନ୍ୟା ସହିତ ବିବାହ କରେଇଦେବେ, ମୁଁ ନିଶ୍ଚିତ ଯିବି। ଯାଇ ଆଜ୍ଞା ପହଞ୍ଚିଗଲେ। କାଳିଦାସକୁ ଅନେକ କଥା ପଣ୍ଡିତମାନେ ଶିଖେଇଲେ ସେଦିନ। କହିଲେ ଶୁଣ 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 କାଳିଦାସ, ତମେ କ'ଣ କହିବ? ତମେ କିଛି ବାକ୍ୟାଳାପ କରିବ ନା, ତମେ ଖାଲି ମୌନ ଭାବରେ ରହିବ, ତମେ ଠାରରେ ପ୍ରଶ୍ନର ଉତ୍ତର ଦେବ। ଆମେ ବିଦ୍ୟାବତୀଙ୍କୁ ବୁଝେଇବା, ଇଏ ହେଉଛନ୍ତି ଆମର ଗୁରୁଦେବ, ତାଙ୍କର ମୌନତା ବ୍ରତ ଅଛି, ତେଣୁ ମୌନ ରହିବେ। ଯାହା ପଚାରିବ ସେ ଠାରରେ ବା ଇଙ୍ଗିତରେ ସବୁ କିଛି ଉତ୍ତର ପ୍ରଦାନ କରିବେ। ତେଣୁ ବିଦ୍ୟାବତୀଙ୍କ ନିକଟରେ ନେଇ ଇଏ ଯେଉଁ ମୂର୍ଖ କାଳିଦାସକୁ ପହଞ୍ଚେଇ ଦେଲେ। ଯେତେବେଳେ ଆଜ୍ଞା ମୌନ ଭାବରେ ରହିବେ, ବାକ୍ୟାଳାପ କରିବେ ନା, କଥା କିଛି ପ୍ରକାଶ କରିବେ ନା, ଯାହା ପ୍ରଶ୍ନ ପଚାରିବ ସେ ଠାରରେ ଉତ୍ତର ଦେବେ। ଇଏ କଥା କାଳିଦାସକୁ ପଣ୍ଡିତମାନେ ଶିଖେଇକିରି ନେଇଗଲେ।
सी जोटा कहे तुम जदि गोटा कहती तुम दीटा कह सबु ज्ञान प्रदान कर तेणु विद्यावती भाविले हुए तो ठीक ये मौन व्रत अवलंबन कर महाज्ञानी होते तेणु से दिन आज्ञा विद्यावती कालिदास को परीक्षा करने उद्देश्य ज्ञानर परीक्षा नापी मौन भाव से दिन आज्ञा गोटे अंगुली को प्रदर्शन करते आज्ञा विद्यावती गोटे अंगुली प्रदर्शन कले यार तत्वार्थटा कौन कहीं आज्ञा गोटे अंगुली विद्यावती से दिन देखले ना एक ब्रह्म ब्रह्म होची एक ब्रह्म सत्य जगत मिथ्या तेणु ब्रह्म होची एक ये शास्त्र ज्ञान रे विद्यावती से दिन जिते गोटे अंगुली देखले पंडित प्ररोचन आज्ञा कालिदास जो कथा जानी सी गोटा अंगुली देखलानी ये आज्ञा जोड़िए अंगुली से दिन कालिदास आज्ञा देखले विद्यावती बुझेले बोधियांकर तत्वज्ञान अच्छी आ तत्वज्ञान नथिले मु गोटे अंगुली देखली ब्रह्म एक ओहो ब्रह्म लीला करने आज्ञा है बेनी फाल बोधे ये पंडित से कथा बुझिकी मत जोड़िया अंगुली देखौचंती आउ कि सुंदर जुगल मूर्ति भिन्ना भिन्न किए करदेला रे एक ब्रह्म सीना बेनी फाल है फाले सिरी फाले हरि है रे बा एक ब्रह्म लीला करने उद्देश्य जिते बेनी भाग है जीव परम प्रकृति पुरुष सगुण निर्गुण गुरु एवं माँ विभिन्न प्रकार एक ब्रह्म राधा कृष्ण जीव परम आज्ञा ये ब्रह्म लीला करने उद्देश्य बेनी भाग है ये बेले विद्यावती यही कथा बुझिले मने मने आनंदित हेले ये जो मौनी बाबा आसीचंती मौनता रहुचंती बोधे ज्ञान या निकट में भरपूर अच्छी तेणु आज्ञा से दिन विद्यावती काल विलंब न कर आज्ञा तीनोटी अंगुली देखले कहले जीव परम एक ब्रह्म लीला करने सीना बेनी फाल है आज्ञा त्रिगुण सत रज तम आज्ञा चली ये खाली एतिकी नुहे त्रिगुण रज्जु करे धरी मृगी न चांती नर हरि प्रगुर सत रज तम तीन रे ये शरीर परिचालित होउछि ब्रह्म जतबेले लीला करने आसिला आज्ञा त्रिगुण शक्ति रहिला ता निकटरे इला पियला शिशुमना गंगा जमुना सरस्वती सत रज तम ये सब तीन रे आम शरीर मध्य जो त्रिगुण शक्ति सबू अच्छी त्रिगुण रज्जु करे धरी मृगिन चांती नर हरि तेणु सत रज तम इला पियला शिशुमना गंगा जमुना सरस्वती ये सब आज्ञा अच्छी आम शरीर मध्य तीन रे चली खेल ये तीन कथा को जिते कालिदास देखले कहले ये कौन तीनोटी अंगुली मु गोटे अंगुली देखला मु जोड़िए देखली ये जोड़िए पर ये कौन तीन देखौची मोर कौन अंगुली ना मु चारिटा अंगुली देखी आज्ञा चारिटा अंगुली से दिन कालिदास ही दे चारिटा अंगुली देख दिया ठीक ज्ञान अच्छी हरी कथा इन खाली हेले चलिब ना चारि रे चली आज्ञा जुग होची चारि सत्य त्रेतया द्वापर कली जुग चारि नहीं तेणु ये जुग खाली चारि नुह ये चारि कथा या चारि कथा रे अनेक अच्छी ये शरीर मध्य चारि कथा को नहीं अनेक कथा अनेक तत्व लुकायित अवस्था रे अच्छी तेणु ये चारि रे चली आज्ञा चारिटा ज्ञान अच्छी ये शरीर मध्य चारि रे जते बेले चली आज्ञा चारिटा अंगुली को कालिदास जते बेले देखै चिंता कले विद्यावती ओहो चारिटा अवस्था जिते बड़े ये मनीष लीला क्षेत्र को आसूची चारिटा अवस्था दे गति करुच्ची नहीं बाल्य पौगंड कैश्वर एवं वार्धक्य जिते यौवन पर वार्धक्य आसूची चारि रे गति करुच्ची आज्ञा चारिटा अवस्था जिते बड़े मनीष जीवन दे अतिक्रम करुच्ची चारिटा अंगुली को जिते बड़े कालिदास देखैछन्ति कहला ठीक ठीक चारिटा अवस्था रे मनीष गति करुच्ची आज्ञा वेद होउची चारि नहीं धाम होउची चारि प्रकृत रे जुग होउची चारि तेणु ये चारि रे खेल चली आज्ञा बोली ये बोहे तो ज्ञान यांक निकट रे अछि काल विलंब न करी विद्यावती से दिन पांचटा अंगुली को देखैला आज्ञा कालिदास हैं पांचटा अंगुली को जिमिति देखैचंती कालिदास देखिला आज्ञा पांचटा अंगुली कहले ओहो मोर आ कोन अंगुली नाही अन्य हाथ रु आउ गोटे अंगुली को देखैले आज्ञा 6 अंगुली को देखैतिले से दिन कालिदास तेबे विद्यावती कहीं पांच अंगुली को देखले कला शरीर मध्य मन हूँ 5 अंगुली हूँ 5 नहीं
ପାଞ୍ଚର ମନ ବୋଲି କୁହାଯାଏ ସୁମନ, କୁମନ, ବିମନ, ଅମନ, ମନ। ଇଏ ପାଞ୍ଚ ମନକୁ ନେଇ ଆଜ୍ଞା ଶରୀର ଚାଲିଛି। କାଳିଦାସ ଯେତେବେଳେ 6ଟା ଅଙ୍ଗୁଳିକୁ ଦେଖେଇ ଦେଲେ, କହିଲେ ହୋ ଛକା ଷଡ଼ଚକ୍ର ଭେଦି ଶୁଭେ ନିନାଦ ଅପାର, 6 ଚକ୍ର ଆମ ଶରୀର ମଧ୍ୟରେ ଅଛି। ଏଇ ଅର୍ଥରେ ବୁଝୁଛନ୍ତି ଆଜ୍ଞା ବିଦ୍ୟାବତୀ। ତେଣୁ ଏଇ ପ୍ରକାର ଯେତେବେଳେ ଏକଠାରୁ ଏକ ବ୍ରହ୍ମ ଠାରୁ ଆଜ୍ଞା 10ଟି ଅଙ୍ଗୁଳି ଯାଏ ବୁଝି ଯାଇଛନ୍ତି ଆଜ୍ଞା, ଗୋଟିକ ପରେ ଗୋଟିଏ ବିଦ୍ୟାବତୀ ଉପସ୍ଥାପନ କରୁଛନ୍ତି। ଆଉ ଗୋଟିଏ ବଢ଼େଇ ଆଜ୍ଞା କାଳିଦାସ ଦେଖେଇଲେ 10 ଯାଏ ଯେତେବେଳେ କଥାଟି ଗଲା, ନବଦ୍ୱାର କଥା ଉଠିଲା, ଆଜ୍ଞା ଅଷ୍ଟାଙ୍ଗ ଯୁଗ କଥା, ଶତାକୁତୁକ ସାର ଯେବେ ହେବୁ ବହୁ ପାର 7 କଥା, 7ଟି ଦୁର୍ଗୁଣ ମଣିଷ ନିକଟରେ। ଇଏ 6 ଚକ୍ର ବୋଲି ଯେତେବେଳେ ସବୁ କଥାକୁ ବିଦ୍ୟାବତୀ ହୃଦଙ୍ଗମ କରିଗଲେ, କହିଲେ ପ୍ରକୃତରେ ଏ ଜ୍ଞାନୀ। ତେଣୁ କାଳିଦାସଙ୍କ ସହିତ ସର୍ତ୍ତ ମୁତାବକ ବିବାହ ହେଲା ବିଦ୍ୟାବତୀଙ୍କର। ମଧୁଶଯ୍ୟା ରାତ୍ରିରେ ଯେତେବେଳେ କାଳିଦାସଙ୍କୁ ପ୍ରକୃତ ମୂର୍ଖ ବୋଲି ଆଜ୍ଞା, ଗଣ୍ଡ ମୂର୍ଖ ବୋଲି ଜାଣିପାରିଲେ ଆଜ୍ଞା ବିଦ୍ୟାବତୀ ପଦାଘାତ କଲେ ବୋଲି ଆମ ଶାସ୍ତ୍ର ପ୍ରମାଣ ଦିଏ। ବିଦ୍ୟାବତୀ ପଦାଘାତ କରିବା ଦ୍ୱାରା ଅପମାନିତ ହୋଇ କାଳିଦାସ ବିଦ୍ୟାବତୀପୁର ଛାଡ଼ି ସେଇ ମଧୁଶଯ୍ୟାପୁରରୁ ଆଜ୍ଞା ଯେତେବେଳେ ପଦାଘାତ କରିଛନ୍ତି ବିଦ୍ୟାବତୀ, ସେ ସ୍ଥାନ ଛାଡ଼ି ଆଜ୍ଞା ଚାଲିଗଲେ। ପ୍ରାଣ ବିସର୍ଜନ କରିବା ପାଇଁ ଏକାନ୍ତ ଭାବରେ ଚାଲିଲେ। ମ୍ରିୟମାଣ ହୋଇଗଲେ ଆଜ୍ଞା ପତ୍ନୀ ନିକଟରୁ ଏ ପ୍ରକାର ଭତ୍ସନା, ଏ ପ୍ରକାର ଆଘାତ ପ୍ରାପ୍ତ ହୋଇ କାଳିଦାସ ପ୍ରାଣ ବିସର୍ଜନ କରିଦେବା ପାଇଁ ଯେତେବେଳେ ଯାଇ ପହଞ୍ଚିଗଲେ, ଆମ ଶାସ୍ତ୍ର ପ୍ରମାଣ ଦେଇଛନ୍ତି ସରସ୍ୱତୀ ନଦୀ ନିକଟରେ ପହଞ୍ଚିଲେ। ଗଙ୍ଗା, ଯମୁନା, ସରସ୍ୱତୀ, ସରସ୍ୱତୀ ନଦୀରେ ଯାଇ ଡୁବଟେ ମାରିଥିଲେ। ସେଦିନ ପ୍ରାଣ ବିସର୍ଜନ କରିବା ପାଇଁ ଆମର କାଳିଦାସ, ମୂର୍ଖ କାଳିଦାସ ଡୁବଟେ ମାରିଲେ। ମହାପଣ୍ଡିତ ହେଇ ଆଜ୍ଞା ଉଠିଲେ କାଳିଦାସ ଯେତେବେଳେ ସରସ୍ୱତୀ ନଦୀରୁ ବାହାରିଲେ, ଦେବୀଙ୍କର ବନ୍ଦନା କଲେ। ନାଇଁ, ଯେତେବେଳେ ଦେବୀ ସରସ୍ୱତୀଙ୍କର ବନ୍ଦନା କରିବା ସଙ୍ଗେ ସଙ୍ଗେ କାବ୍ୟ ରଚନା ଆରମ୍ଭ କଲେ, ସଂସ୍କୃତ କାବ୍ୟ। ମହାଜ୍ଞାନୀ, ମହାମୂର୍ଖ କାଳିଦାସ ହେଲେ ମହାଜ୍ଞାନୀ। ତେବେ ଏଇଠି ଯଦି ଆମେ ଶାସ୍ତ୍ରର ପ୍ରକୃତ ତତ୍ଵ ଗୂଢ଼ ନିର୍ଯାସକୁ ଆମେ ହୃଦଙ୍ଗମନ କରିବା, এই ସରସ୍ୱତୀ ନଦୀରେ ଡୁବଟେ ମାରିଲେ କାଳିଦାସ, ମହାମୂର୍ଖ ହୋଇ ମହାଜ୍ଞାନୀରେ ପରିଣତ ହେଲେ। ଯଦି ଏ ସଂସାରରେ ଆଜ୍ଞା ଯେତେ ମୂର୍ଖ ଅଛନ୍ତି, ଯେତେ ଅଜ୍ଞାନୀ ଅଛନ୍ତି, ସମସ୍ତେ ଯାଇ ଯଦି ସରସ୍ୱତୀ ନଦୀରେ ଡୁବଟେ ମାରିପାରିବେ, ସେମାନେ କ'ଣ ମହାଜ୍ଞାନୀ ହୋଇଯିବେ, ମହାଜ୍ଞାନ ପ୍ରାପ୍ତ ହେବେ ଏବଂ ମହାମୂର୍ଖ ହୋଇ ମହାପଣ୍ଡିତରେ ଗଣା ହେବେ? ପ୍ରକୃତ ଆଜ୍ଞା ତତ୍ଵଟି ଆଜ୍ଞା ସେଠି ନଥିଲା। ପ୍ରକୃତ ଯେତେବେଳେ ସ୍ତ୍ରୀଙ୍କ ନିକଟରୁ ଆଘାତ ପ୍ରାପ୍ତ ହୋଇ ଧ୍ୟାନମଗ୍ନ ହୋଇଗଲେ ଆଜ୍ଞା ମହାକବି କାଳିଦାସ ଦୃଢ଼ତାର ସହିତ ଏକ ଭାବ, ଏକ ମନ, ଏକ ପ୍ରାଣରେ ଧ୍ୟାନସ୍ଥ ହୋଇଗଲେ। ଧ୍ୟାନସ୍ଥ ହୋଇଗଲା ପରେ ଆଜ୍ଞା ବାହ୍ୟ ସରସ୍ୱତୀ ନଦୀରେ ସେ ଡୁବଟେ ମାରି ନଥିଲେ। ଗଙ୍ଗା, ଯମୁନା, ସରସ୍ୱତୀ, ଇଅଁଳା, ପିଅଁଳା, ଶିଶୁମୁନା ଯେଉଁ ଶରୀର ମଧ୍ୟରେ ପ୍ରବାହିତ 3ଟି ନାଡ଼ି ଆଜ୍ଞା, ते मुहाणी छक जेठारे तही बाटोई बणा, कफ बात पित्त सहित ताकू डाके सागुणा। ये 3 नाड़ी को साधन करी इमती भाव सरस्वती नाड़ी को से दर्शन करथिले। जो सरस्वती नाड़ी जाग्रत हवा द्वारा मनीष निकटरे दिव्य ज्ञान प्राप्त हुए, सकल ज्ञान को आहरण करि पारे मनीष। से नदी हूँ आज्ञा सरस्वती नदी, बाह्य अच्छी सरस्वती नदी, ये हूँ आज्ञा सुषुम्ना नाड़ी। से आज्ञा आमर प्रमाण अच्छी सरस्वती देवींकर बाहन हूँ हंस। एठी मध्य सही कथा कह जाए, हंस खेलुछि रे शिशुमुना दुआरे रही, उड़ी गले पिंडरे पुराण रहिब नाही, शिशुमुना दुआरे रही। तेणु हंस खेलुछि आज्ञा हंस ज्ञान आहरण कले, सुषुम्ना नाड़ी को जाग्रत करने द्वारा महाज्ञान ज्ञानर दर्शन कले। प्रकृत ज्ञान जदि आहरण करि पारिबा तेबे आज्ञा प्रकृत ये सरस्वती नदी रे स्नान सारिबा को पड़िबो। अर्थात गंगा, जमुना, सरस्वती, इअंला पिअंला, शिशुमुना जो शरीर मध्य प्रवाहित ये सरस्वती की नाड़ी को सेदिन जाग्रत करी साधना रे सिद्धि लाभ करथिले महाकवि कालिदास। जद्वारा
ଅନନ୍ତ ଜ୍ଞାନର ସେ ଅଧିକାରୀ ହେଲେ। ଇଏ ଭାରତର ବଡ଼ ମହାକବି ଭାବରେ ଗଣା ହେଲେ ମହାକବି କାଳିଦାସ। ସିଏ କାବ୍ୟ ସଂସ୍କୃତ କାବ୍ୟ କୁମାର ସମ୍ଭବ ଇତ୍ୟାଦି ରଘୁବଂଶ ଇତ୍ୟାଦି ଯେତେ କାବ୍ୟ ରଚନା କରିଛନ୍ତି ଆଜ୍ଞା ସ୍ତୋତ୍ର ସ୍ୟାଂ ଦିଶି ଦେବଦତ୍ତମା ହିମାଳୟ ନାମନ ଗାଧିରାଜ ପୂର୍ବା ପରତୟୋ ନିଧିବ ଗାଇହ ସ୍ଥିତଂ ପୃଥିବ୍ୟାଇବ ମାନଦଣ୍ଡ। ଯେତେବେଳେ ଆଜ୍ଞା ସଂସ୍କୃତ କାବ୍ୟ ମଧ୍ୟ ରଚନା କଲେ ଜ୍ଞାନ ପରିପ୍ରକାଶ ହେଲା ସରସ୍ୱତୀ ନାରୀକି ସାଧନ କରିବା ଦ୍ୱାରା ପ୍ରକୃତ ଜ୍ଞାନ ପ୍ରାପ୍ତ ହେଲେ ମହାକବି କାଳିଦାସ। ଯେଉଁ ଯାହା ବଳରେ ସେ ଆଜ୍ଞା ସଂସ୍କୃତ କାବ୍ୟ ସବୁ ରଚନା କଲେ। ମହାକବି କାଳିଦାସ ମହାମୂର୍ଖ ହୋଇ ମଧ୍ୟ ମହାକବିରେ ମହାପଣ୍ଡିତରେ ସେ ଗଣା ହେଲେ। ତେବେ ସ୍ୱଳ୍ପ ସମୟର କଥାବସ୍ତୁକୁ ମୁଁ ଏଠି ବିଶ୍ରାମ ଦେଉଛି। ପୁରାଣ ରହସ୍ୟ ମାଧ୍ୟମରେ ଆପଣ ଯେଉଁ ଶ୍ରବଣ କରୁଥିଲେ ମହାମୂର୍ଖ କାଳିଦାସ କେଉଁ ନଦୀରେ ସ୍ନାନ କରି କେମିତି ଭାବରେ ଜ୍ଞାନ ପ୍ରାପ୍ତ ହୋଇ ମହାକବି କାଳିଦାସରେ ଗଣା ହେଲେ ବା ମହାପଣ୍ଡିତ ବିଦ୍ୱାନରେ ଗଣା ହେଲେ। ସ୍ୱଳ୍ପ ସମୟର କଥାବସ୍ତୁକୁ ଏଠି ବିଶ୍ରାମ ଦେଉଛି। ପରବର୍ତ୍ତୀ ଅଧ୍ୟାୟରେ ଆଉ ଗୋଟିଏ ସୁନ୍ଦର କଥାବସ୍ତୁ ନେଇ ଆପଣମାନଙ୍କ ଆଗରେ ମୁଁ ଉପସ୍ଥାପନ କରି ସେ ସର୍ବେ ଭବନ୍ତୁ ସୁଖୀନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି।